ସମସ୍ତଙ୍କୁ ଓଡ଼ିଆ ହିଣ୍ଟସ୍ ତରଫରୁ ସ୍ୱାଗତ। ଆଜି ଆମେ ଜାଣିବା ଯେ ଯେଉଁମାନେ କିସ୍ ସ୍କୁଲରେ ଭୁବନେଶ୍ୱର କିସ୍ ସ୍କୁଲରେ +3 ଆଡ଼ମିସନ୍ ପାଇଁ ଆବେଦନ କରିଥିଲେ ସେମାନଙ୍କର ଲିଷ୍ଟ ଆସିଯାଇଛି। ମେରିଟ୍ ଲିଷ୍ଟ ବାହାରି ଯାଇଛି। ଯେଉଁମାନେ ସିଲେକ୍ସନ୍ ହେଇଛନ୍ତି, ଯେଉଁମାନଙ୍କର ଆପ୍ଲିକେସନ୍ ସିଲେକ୍ଟ ହେଇଛି ଯେ ଆଡ଼ମିସନ୍ ପାଇଁ, ସେମାନଙ୍କର ଲିଷ୍ଟ ଆସିଯାଇଛି। ତ କେମିତି ଲିଷ୍ଟ ଦେଖିବା ଆସନ୍ତୁ ଜାଣିବା। ତା ପୂର୍ବରୁ କହି ରଖୁଛି, ଯଦି ଆପଣ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ, କାରଣ ଏଇଟା କେବଳ ଲିଷ୍ଟ ଆସିଛି କିନ୍ତୁ ଆଡ଼ମିସନ୍ ଡେଟ୍ଟା ଘୋଷଣା ହେଇନାହିଁ କିମ୍ବା ପବ୍ଲିଶ ହେଇନାହିଁ। ତେଣୁକରି ଆପଣ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ପାଖରେ ଥିବା ଯେଉଁ ବେଲ୍ ଆଇକନ୍ଟିକୁ ଆକ୍ଟିଭ୍ ରଖନ୍ତୁ, କାରଣ ମୁଁ ଯେତେବେଳେ ଆଡ଼ମିସନ୍ ଆରମ୍ଭ ହେବ, ଆଡ଼ମିସନ୍ ଡେଟ୍ ବେଶୀ ଦିନ ରହିବ ନାହିଁ, 2 ରୁ 3 ଦିନ ମଧ୍ୟରେ ରହିବ। ତେଣୁକରି ନିହାତି ଆକ୍ଟିଭ୍ ରହିବା ନିହାତି ଜରୁରୀ, ଜାଣିବାକୁ ପଡ଼ିବ। ତେଣୁକରି ସବସ୍କ୍ରାଇବ୍ କରିନିଅନ୍ତୁ ଚ୍ୟାନେଲଟିକୁ। ଆସନ୍ତୁ ଜାଣିବା ଯେ ୟୁଜିର ଯେଉଁ ଆର୍ଟ୍ସ ଏବଂ କମର୍ସ ଲିଷ୍ଟଟି ରହିଛି, ଏଠି କ୍ଲିକ୍ କରିବେ। ଏଠି କ୍ଲିକ୍ କଲା ପରେ ଦେଖନ୍ତୁ ପୁରା ସମ୍ପୂର୍ଣ୍ଣ ଭାବରେ ଲିଷ୍ଟ ରହିଛି। ପାଖାପାଖି 600 ଉପରେ ପିଲାଙ୍କର ଲିଷ୍ଟ ରହିଛି। ଆଡ଼ମିସନ୍ ସମୟରେ ଯେଉଁ ସବୁ ଡକୁମେଣ୍ଟର ଆବଶ୍ୟକ ରହିଛି ସେସବୁ ଦେଖନ୍ତୁ ଲିଷ୍ଟର ଉପରେ ଦିଆଯାଇଛି। ତେଣୁକରି ଆପଣ ଭିଡ଼ିଓରେ ଥିବା ଡିସ୍କ୍ରିପ୍ସନର ଲିଙ୍କକୁ ଯିବେ। ଡିସ୍କ୍ରିପ୍ସନରେ ଯେଉଁ ଲିଙ୍କ ଦିଆହେଇଛି ସେଇଠି ଟଚ୍ କଲା ମାତ୍ରେ ଆପଣଙ୍କର ଏହିସବୁ ଆସିବ। ସେଠୁ ଆପଣ ଦେଖି ନେଇବେ ଏବଂ ଏଇଟା ଥିଲା ଏଇ ଯେଉଁ ଲିଷ୍ଟଟି ଅଛି, ଏଇଟା ହେଉଛି ଆପଣଙ୍କର ଆର୍ଟ୍ସ ଏବଂ କମର୍ସ ଷ୍ଟୁଡ଼େଣ୍ଟ, ଯେଉଁମାନେ ଆର୍ଟ୍ସ ଏବଂ କମର୍ସରେ ଆଡ଼ମିସନ୍ କରିବା ପାଇଁ ଆବେଦନ କରିଥିଲେ ସେହିମାନଙ୍କର ଲିଷ୍ଟ ଏଇଟା ରହିଛି। ଏଇଟାକୁ ଆସିକି ଆପଣ ଆପଣଙ୍କ ନିଜର ନାମ ଲିଷ୍ଟରେ ଅଛି କି ନାହିଁ ଜାଣିପାରିବେ। ତେଣୁକରି ଏଇଟା ଥିଲା ଆର୍ଟ୍ସ ଏବଂ କମର୍ସର ଫାଷ୍ଟ ମେରିଟ୍ ଲିଷ୍ଟ। ତ ଆସନ୍ତୁ ଜାଣିବା ପୁଣି ଯେଉଁମାନେ ସାଇନ୍ସ ଏବଂ ଭୋକେସନାଲ୍ ଆଡ଼ମିସନ୍ କରିଛନ୍ତି ବା ଆବେଦନ କରିଛନ୍ତି ଆଡ଼ମିସନ୍ କରିବା ପାଇଁ, ସେହିମାନଙ୍କର ଲିଷ୍ଟ ତାପରେ ଆସନ୍ତୁ ଦେଖିବା। ପୁଣି ବ୍ୟାକ୍ କରିବେ। ଦେଖନ୍ତୁ ଯେଉଁମାନେ ୟୁଜି ସାଇନ୍ସ ଏବଂ ଭୋକେସନାଲ୍ରେ ଆଡ଼ମିସନ୍ କରିବା ପାଇଁ ଆବେଦନ କରିଥିଲେ ସେମାନଙ୍କର ପ୍ରଥମରେ ରହିଛି ଅପସନ୍। ଫାଷ୍ଟ ଅପସନ୍ଟିକୁ ସେମାନେ କ୍ଲିକ୍ କଲା ପରେ ଦେଖନ୍ତୁ ସେମାନଙ୍କର ମଧ୍ୟ ଲିଷ୍ଟ ଶୋ କରିବ। ଯେଉଁ ଲିଷ୍ଟର ଆମେ ଯେତେବେଳେ ଦେଖିଲା ପ୍ରଥମ ତାମାନେ ଆର୍ଟ୍ସ ଆଉ କମର୍ସ ଷ୍ଟୁଡ଼େଣ୍ଟମାନଙ୍କର ସିଲେକ୍ସନ୍ ଲିଷ୍ଟରେ ଯେଉଁ ସବୁ ଡକୁମେଣ୍ଟ ରହିଥିଲା ଆଡ଼ମିସନ୍ ପାଇଁ, ସେହି ଡକୁମେଣ୍ଟ ସବୁ ଏଠି ମଧ୍ୟ ଲେଖା ହେଇଛି ଫାଷ୍ଟରେ ଏବଂ ଲିଷ୍ଟ ମଧ୍ୟ ଷ୍ଟୁଡ଼େଣ୍ଟମାନଙ୍କର ଏଠି ଆସିଯାଇଛି। ତ ନିଜ ନାମକୁ ଆପଣମାନେ ସାର୍ଚ୍ଚ କରିପାରିବେ ଏବଂ ଆପଣଙ୍କର ନାଁ ସିଲେକ୍ସନ୍ ହେଇଛି କି ନାହିଁ ଜାଣିପାରିବେ। ତେଣୁକରି କହି ରଖୁଛି ଯେ ଆପଣ ପ୍ରଥମେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ଆଡ଼ମିସନ୍ ଡେଟ୍ ଆଜି ଯାଏଁ ଘୋଷଣା ହେଇନାହିଁ। ଯେତେବେଳେ ହେବ ମୁଁ ତୁମମାନଙ୍କୁ ନିଶ୍ଚୟ ଭାବରେ ବତେଇବି। ତେଣୁକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ଟିକୁ ଆକ୍ଟିଭ୍ ରଖନ୍ତୁ, ଯାହାଫଳରେ କି ଆପଣ ପ୍ରଥମେ ଜାଣିପାରିବେ ଯଦି ଆପଣଙ୍କର ସିଲେକ୍ସନ୍ ହେଇଛି ବା ଆପଣଙ୍କର ଲିଷ୍ଟରେ ନାମ ଅଛି, ତାହେଲେ ଆପଣ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ନିହାତି ଜରୁରୀ। କାହିଁକି ନା ପ୍ରଥମେ ଆପଣ ଜାଣିପାରିବେ, ଯଦି ଜାଣିନପାରିଲେ ତାହେଲେ ଆଡ଼ମିସନ୍ କରିବା ପାଇଁ ହୁଏତ ପଛରେ ପଡ଼ିଯାଇପାରନ୍ତି, କାରଣ ଆଡ଼ମିସନ୍ ଡେଟ୍ ବେଶୀ ଦିନ ରହିବ ନାହିଁ, କେବଳ 2 ରୁ 4 ଦିନ ମଧ୍ୟରେ ଆଡ଼ମିସନ୍ ସବୁ ସରିଯିବ। ତେଣୁକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଯଦି ଆପଣଙ୍କର କେହି ସାଙ୍ଗ ଆପ୍ଲାଏ କରିଥିଲେ ତେବେ ତାଙ୍କୁ ମଧ୍ୟ ଭିଡ଼ିଓଟି ସେୟାର କରନ୍ତୁ ନିଶ୍ଚିତ ରୂପେ। ତେବେ ଡିସ୍କ୍ରିପ୍ସନରେ ଲିଙ୍କ ଦିଆହେଇଛି, ଲିଙ୍କକୁ ଯାଇ ସିଧାସଳଖ ଭାବରେ ଆପଣ ଦେଖିପାରିବେ।